ବରମୁଡ଼ା ବସ୍ ଷ୍ଟପରୁ ଖଣ୍ଡଗିରି 3.5 କିଲୋମିଟର ଦୂରତା ହେବ। ଏଇଠି ଟିକେଟ ପ୍ରାଇସଟା ରହିଛି ଗୋଟିଏ ମେମ୍ବର ପାଇଁ 25 ଟଙ୍କା। ଯଦି ଆପଣମାନେ ୟୁପିଆଇ କରିବେ ତାହେଲେ 20 ଟଙ୍କା ପଡ଼ିବ। Hello guys, welcome back to my YouTube channel. ଉଦୟଗିରିର ସବୁଠାରୁ ଇମ୍ପୋର୍ଟାନ୍ସ ବା ନମ୍ବର 1 ରାନୀ କେଭ୍, କାରଣ ସିଙ୍ଗଲ ଡୋରରେ ବନାଯାଇଥିଲା ଏବଂ 27 କେଭ୍ ରହିଅଛି। ଜୈନ ମଙ୍କ୍ସ 2 ପ୍ରକାର ଥିଲେ। ସେଥିରେ ଜୈନ ମଙ୍କ୍ସ ମାନଙ୍କ ପାଇଁ ସିଟିଂ ମେଡିଟେସନ ଆଣ୍ଡ ଷ୍ଟାଣ୍ଡିଂ ମେଡିଟେସନର ବ୍ୟବସ୍ଥା ମଧ୍ୟ ରହିଥିଲା। ଯେଉଁମାନେ ପୋଷାକ ପିନ୍ଧୁନଥିଲେ ସେଇମାନଙ୍କୁ ଦିଗମ୍ବର ମଙ୍କ୍ସ ବୋଲି କହୁଥିଲେ। ଆଉ ଗୋଟିଏ ମଙ୍କ୍ସ ହେଲେ ଯେଉଁମାନେ ଦଡ଼ା ପୋଷାକ ପିନ୍ଧୁଥିଲେ ସେମାନଙ୍କୁ ଶ୍ଵେତାମ୍ବର ବୋଲି କହୁଥିଲେ। ଆଉ ସେଇ ରକ୍ସରେ ପଶୁ, ପକ୍ଷୀ, ବଡ଼, ଗଛ, ମନୁଷ୍ୟ ଇତ୍ୟାଦି ସବୁ ଚିତ୍ର ରହିଅଛି। କେଭ୍ 3 ଛୋଟ ହାତୀ ଗୁମ୍ଫା। କେଭ୍ 4 ଅଳକାପୁରୀ ଗୁମ୍ଫା। କେଭ୍ 5 ଜୟ ବିଜୟ ଗୁମ୍ଫା। କେଭ୍ 6 ପଣସ ଗୁମ୍ଫା। କେଭ୍ 7 ଠାକୁରାଣୀ ଗୁମ୍ଫା। କେଭ୍ 8 ପାତାଳପୁରୀ ଗୁମ୍ଫା। କେଭ୍ 9 ମଞ୍ଚପୁରୀ ଆଣ୍ଡ ସ୍ୱର୍ଗପୁରୀ। କେଭ୍ 10 ଗଣେଶ ଗୁମ୍ଫା। ଏଇନା ଗଣେଶ ଗୁମ୍ଫା ଭିତରେ କ୍ୟାମ୍ପିଂ। କେଭ୍ 11 ଜାମେଶ୍ୱର ଗୁମ୍ଫା। କେଭ୍ 12 ବାଘ ଗୁମ୍ଫା। ଦୂରରେ ଦେଖିଲେ ଜଣାପଡ଼େ ବାଘ ଗୁମ୍ଫା ବୋଲି। କେଭ୍ 13 ସର୍ପ ଗୁମ୍ଫା। ଖାରବେଳ ପ୍ରାଚୀନ କଳିଙ୍ଗ ବର୍ତ୍ତମାନ ଓଡ଼ିଶାର ଜଣେ ମହାନ ଓ ପ୍ରତାପଶାଳୀ ସମ୍ରାଟ ଥିଲେ। ସେ ମହାମେଘ ବାହନ ବଂଶର ତୃତୀୟ ଶାସକ ଥିଲେ। ଖାରବେଳଙ୍କ ପୁରା ନାମ ହେଉଛି ମହାମେଘ ବାହନ ଭୈରବ ଖାରବେଳ। ଗୁମ୍ଫା ନମ୍ବର 14 ଟ୍ରାଫିକ ଗୁମ୍ଫା ଦେଖିପାରୁଥିବେ ସ୍କ୍ରିନରେ।
ପାଲି ଭାଷା ଓ ବ୍ରାହ୍ମୀ ଲିପିରେ ରାଜା ଖାରବେଳଙ୍କ ଜୀବନୀ ଏହି ହାତୀଗୁମ୍ଫା ଶିଳାଲେଖ ଏବଂ 17 ଲାଇନ୍ସରେ ମିଳିଥାଏ। ଏହି 17 ଲାଇନ୍ସରେ କଣ ଲେଖା ହେଇଛି ସେ ସବୁ ବୁଝିବା ପାଇଁ ଇଂଲିଶରେ ଟ୍ରାନ୍ସଲେଟ୍ କରାଯାଇଛି। ତାଙ୍କ ଜୀବନ ଓ ଶାସନ ସମ୍ପର୍କରେ ମୁଖ୍ୟ ସୂଚନା ଭୁବନେଶ୍ୱର ଉଦୟଗିରି ପାହାଡ଼ର ହାତୀଗୁମ୍ଫା ଶିଳାଲେଖରୁ ମିଳିଥାଏ। କେଭ୍ 15 ସମଗର ଗୁମ୍ଫା। କେଭ୍ 16 ହରିଦାସ ଗୁମ୍ଫା। କେଭ୍ 17 ଜଗନ୍ନାଥ ଗୁମ୍ଫା। କେଭ୍ 18 ରସୋଇ ଗୁମ୍ଫା। ଏଇଟା ହେଉଛି ଉଦୟଗିରିର ଶେଷ ଗୁମ୍ଫା। ଉଦୟଗିରି 1st and 2nd ସେଞ୍ଚୁରୀ BCରେ ଗଣାଯାଇଥିଲା। ସେହି ସମୟରେ ଓଡ଼ିଶାର ନାମ କଳିଙ୍ଗ ଥିଲା। ସେହି ସମୟରେ କଳିଙ୍ଗରେ 2ଟି ରାଜା ଫେମସ୍ ଥିଲେ। ସମ୍ରାଟ ଅଶୋକ ସେ ମୌର୍ଯ୍ୟ ଡାଇନେଷ୍ଟିର ଥିଲେ। ଖାରଗଡ଼ ଥିଲେ ଚେଦି ଡାଇନେଷ୍ଟିର। ସମ୍ରାଟ ଅଶୋକଙ୍କ ଠାରୁ ଖାରଗଡ଼ ଅଧିକ ଫେମସ୍ ଥିଲେ କାରଣ ସେ କଳିଙ୍ଗରେ 17 ବର୍ଷ ଶାସନ କରୁଥିଲେ। थैंक यू फ्रेंड्स। कल देर रात आपसे मिलने का मौका मिल गया है।